ଜୟ ଜଗନ୍ନାଥ। ନମସ୍କାର। ଆସନ୍ତୁ ଜାଣିବା 2025 ମସିହା ଫେବୃଆରୀ ମାସର ମାସିକ ରାଶିଫଳ। ପ୍ରଥମେ ଜାଣିବା ମେଷ ରାଶି। ଉତ୍ସାହିତ ହୋଇ କାର୍ଯ୍ୟ କରିବେ, ଆୟ ଉତ୍ତମ ହେବ, ଚାକିରିରେ ସମ୍ମାନ, ବୃତ୍ତିର ପ୍ରସାର, ବନ୍ଧୁ ସହଯୋଗ, ପାରିବାରିକ ଶାନ୍ତି ସହ ଗୁରୁତ୍ୱ ଦାୟିତ୍ୱ ନେଇ ସନ୍ତୁଷ୍ଟ ହେବେ। ନାରୀମାନେ ଶୃଙ୍ଖଳିତ ହେବେ। ବୃଷ ରାଶି। କର୍ମକ୍ଷେତ୍ରରେ ବାଧା ଉପୁଜିବ, ଚାକିରିରେ ପ୍ରିୟତା ପ୍ରାପ୍ତି, ସମସ୍ୟାରେ ସମାଧାନ, ଆଶାତୀତ ସଫଳତା ଓ ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତି ହେବ। ଅନ୍ୟ ଉପହାସକୁ ସାମ୍ନା କରିବେ, ବିଦ୍ୟାର୍ଥୀ ଉପକୃତ ହେବେ। ମିଥୁନ ରାଶି। ସବୁ କାର୍ଯ୍ୟରେ ଚିନ୍ତା ବଢ଼ିବ, ଆର୍ଥିକ ସଙ୍କଟ ସହ ଅଶାନ୍ତି ଲାଗି ରହିବ, ଆୟ ଉତ୍ତମ ଓ ଚାକିରିରେ କର୍ମଚଞ୍ଚଳ ରହିବେ। ନାରୀମାନେ ଭ୍ରମଣ ପାଇଁ ଦୂରଯାତ୍ରା କରିବେ, ବିଦ୍ୟାର୍ଥୀ ପରୀକ୍ଷାରେ ସଫଳ ହେବେ। କର୍କଟ ରାଶି। ଭାତୃ ବିବାଦର ସମାଧାନ ହେବ, ଆର୍ଥିକ ଅନାଟନ ମଧ୍ୟରେ ଚାକିରିରେ ନିଜ ବୁଦ୍ଧି ଓ ଜ୍ଞାନ ବଳରେ କାର୍ଯ୍ୟ କରିଚାଲିବେ, ବୃତ୍ତିରେ ଶୁଭ ଫଳ ମିଳିବ, ବିଦ୍ୟାର୍ଥୀମାନେ କୃତକାର୍ଯ୍ୟ ଓ ଆଶାତୀତ ସଫଳତା ପାଇବେ। ସିଂହ ରାଶି। ଅସ୍ଥିରତା ପ୍ରଶମିତ ହେବ, ଆୟବ୍ୟୟ ସମାନ ରହିବ, ବନ୍ଧୁ ବିଦ୍ୱେଷ ଦୁଶ୍ଚିନ୍ତା ପାଇଁ ମାପିଚୁପି ଚାଲନ୍ତୁ, ଉତ୍ତମ ଲାଭ ନିମନ୍ତେ ପ୍ରଶସ୍ତ କ୍ଷେତ୍ର ମିଳିବ, ପାରିବାରିକ ସୁଖ ସମ୍ଭୋଗ ପାଇବେ, ନାରୀମାନେ କୃତକାର୍ଯ୍ୟ ହେବେ। କନ୍ୟା ରାଶି। ସବୁ ଦିଗରୁ କ୍ଷତିର ସୂଚନା ମିଳେ, ଶରୀର ଅସୁସ୍ଥ ରହିବ, ବ୍ୟୟ ବଢ଼ିବ, ସମାଲୋଚିତ ହେବେ, ପାରିବାରିକ ଦ୍ୱନ୍ଦ୍ୱ ଉପୁଜିବ, ପିଲାମାନେ ପାଠପଢ଼ାରେ ଅବହେଳା କରିବେ ଏବଂ ଦୁର୍ଘଟଣା ଯୋଗ ମଧ୍ୟ ରହିଛି। ତୁଳା ରାଶି। ବନ୍ଧୁମାନେ ସହଯୋଗ କରିବେ, ଚାକିରିରେ ସମ୍ମାନ ମିଳିବ, ବ୍ୟବସାୟ ଉନ୍ନତି ପରିଲକ୍ଷିତ ହେବ, ପାରିବାରିକ ଆଶ୍ୱସ୍ତି ପାଇବେ, ମହିଳାମାନେ ଧର୍ମ କାର୍ଯ୍ୟ ପ୍ରତି ମନ ବଳାଇବେ। ବିଛା ରାଶି। କର୍ମକ୍ଷେତ୍ରରେ ଆସ୍ଥାଭାଜନ ହେବେ, ଆୟବ୍ୟୟ ପ୍ରାୟ ସମାନ ରହିବ, ବୃତ୍ତିରେ ଶୁଭ ଫଳ ମିଳିବ, ପାରିବାରିକ ସୁଖ ଶାନ୍ତି ପାଇବେ, ନାରୀମାନେ କର୍ମତତ୍ପର ରହିବେ, ବନ୍ଧୁ ମିଳନ ଯୋଗ ରହିଛି। ଧନୁ ରାଶି। ସବୁ କାମରେ ଆଗୁଆ ହୋଇ ରହିବେ, ସ୍ଥିତି ସ୍ୱଚ୍ଛଳ ରହିବ, କିନ୍ତୁ ଭାତୃବିବାଦ ହେବା ସମ୍ଭାବନା ରହିଛି, ବ୍ୟବସାୟରେ ଉନ୍ନତି ଓ ପାରିବାରିକ ଜୀବନରେ ସ୍ଥିରତା ଆସିବ, ମାସର ଦ୍ୱିତୀୟାର୍ଦ୍ଧ ଶୁଭ ଫଳ ହେବ। ମକର ରାଶି। କାର୍ଯ୍ୟରେ ସଫଳ ହେବେ, ଶରୀର ଅସୁସ୍ଥ ରହିବ, ଆୟ ଅଧିକ ହେବ, ଚାକିରିରେ ଆଶ୍ୱସ୍ତି ମିଳିବ, ବ୍ୟବସାୟରେ ଉନ୍ନତି ଘଟିବ, ପାରିବାରିକ ଶାନ୍ତି ପ୍ରାପ୍ତି ହେବ, ନାରୀମାନେ ସୁଖ ସମ୍ଭୋଗ ଲାଭ କରିବେ। କୁମ୍ଭ ରାଶି। କର୍ମ ବ୍ୟସ୍ତତା ମଧ୍ୟରେ ଅନେକ ସମସ୍ୟା ରହିଛି, ଚାକିରିରେ ସ୍ଥାନାନ୍ତରିତ ଯୋଗ ରହିଛି, ବୃତ୍ତିରେ ଆଶାବାଦୀ ହୋଇ ରହିବେ, ପାରିବାରିକ କଳହ ଦେଖାଦେବ, ଶିକ୍ଷାରେ ମଧ୍ୟମ ଫଳ ଓ ନୂତନ କର୍ମ ସଂଯୋଗ ପ୍ରାପ୍ତି ହେବ। ମୀନ ରାଶି। ଅସ୍ଥିରତା ବୃଦ୍ଧି ଲାଗି ରହିବ, କାର୍ଯ୍ୟହାନି ଯୋଗ ଓ ବ୍ୟୟ ଅଧିକ ହେବ, ଶତ୍ରୁ ବୃଦ୍ଧି ସାଙ୍ଗକୁ ଚାକିରିରେ ବିବ୍ରତ ଓ ବୃତ୍ତିରେ ମଧ୍ୟମ ଫଳ ପ୍ରାପ୍ତି ହେବ, ନାରୀମାନେ ନିରୁତ୍ସାହିତ ହେବେ, ଆକସ୍ମିକ ଦୁର୍ଘଟଣା ଯୋଗ ମଧ୍ୟ ରହିଛି। ଜୟ ଜଗନ୍ନାଥ।